ସକାଳୁ ଭଜାଭଜିଟିଏ କରି ଶୀତୁଆ ବେଳାରେ ପଖାଳ ଖାଇ ଯାଇଥିଲି ମୁଇଁ ଥରି। ସେ ଶୀତ ଲାଗୁ ପଛେ ପଖାଳ ଖାଇଥିଲେ ଶାନ୍ତି ମିଳିଥାଏ। ଛାତ ଉପରେ ତ ଫ୍ରିରେ ସୂର୍ଯ୍ୟଙ୍କ କିରଣ ପଡୁଛି, ଯାଇ ସେଠି ଟିକେ କୁଇଁ ହେଇଥାଏ। ସାଙ୍ଗରେ ନେଇ ଯାଇଥିଲି ଆଖୁ ଖଣ୍ଡିଏ, ଖରା ଖାଇବା ସହିତ ଆଖୁ ରସ ଟିକେ ଖିଆ ଯାଉଥାଏ। ତାପରେ ବୋଉ ଡାକିଲେ ଆସିଲୁ ଟାଉଲ କେତୋଟି ଅଛି ତାକୁ ଭାଙ୍ଗିଦବା, ତାପରେ ମିଶିକରି ରାଶି ଲଡୁ ଦିଟା ବନେଇଦବା। ଇଏ ହଉଛି ଆମ ତନ୍ତ ବୁଣା ଟାଉଲୁ। ବାପା ନାହାନ୍ତି ବୋଲି ଆଜି ବୋଉଙ୍କର ମୋର ମିଶି ଭାଙ୍ଗିଥିଲୁ। ତାପରେ ବୋଉ ରାଶିକୁ ଧୁଆ ଧୁଇ କରି ଶୁଖେଇ ଦେଇଥିଲେ ତଳେ ଲୁଗାଟିଏ ପାରି। ମଝିରେ ମଝିରେ ମୁଁ ଆସି ତାକୁ ଟିକେ ଖେଳଉଥାଏ। ଶୁଖିଗଲା ପରେ ଲଡୁ ବନାଯିବ ବୋଲି ତାର ଚୋପା ଛଡେଇ ଅଛରା ପୋଛରା କରାଯାଏ। କାଲି ସଜନା ଶାଗ ଖାଇବାକୁ ମୋର ଭାରି ମନ ଥିଲା ବୋଲି ଆଜି କୋଉଠୁ ତୋଳି ଆଣି ବୋଉ କହିଲେ ଯା କୋବି ପତ୍ର ପକେଇ ଭାଜିଦେବୁ। 2-3 ପ୍ରକାର ଶାଗ ମିଶେଇ ଭାଜିଥିଲେ ଖାଇବାକୁ ମତେ ଭାରି ଭଲ ଲାଗେ। ସାଙ୍ଗେ ସାଙ୍ଗେ ଧୋଇ ଧାଇ କାଟି କୁଟି ଭାଜିଦେଲି ଯେଇ ବେଗି। ଆଗ ପରି କାଇଁ ଆଉ କୋଉଠି ଶାଗ ଖାଇବାକୁ ମିଳୁଛି, ସେଥିପାଇଁ ଗୋଟେ ବି ପତ୍ର ନଷ୍ଟ ହେଲେ ମତେ ଭାରି ବାଧୁଛି। ବହୁତ ଦିନ ପରେ ଏପରି ଶାଗ ଭଜା ଟିକେ ଆଜି ପାଟିରେ ବାଜିଲା। ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ବୋଲି ମୋର ଏଇ ଅନୁରୋଧ ରହିଲା। ଜୟ ଜଗନ୍ନାଥ।